ଯଦି ଆମେ ମାଖିଆଭେଲିଙ୍କୁ ପ୍ରକୃତରେ ବୁଝିବାକୁ ଚାହୁଁ ତେବେ କେବଳ ତାଙ୍କ ଦର୍ଶନ ପଢ଼ିଦେଲେ ହେବନି। ଆମକୁ ସେହି ବିଶୃଙ୍ଖଳିତ ଅସ୍ଥିର ଦୁନିଆ ଭିତରକୁ ଯିବାକୁ ପଡ଼ିବ ଯେଉଁଠି ତାଙ୍କର ଚିନ୍ତାଧାରା ପ୍ରକୃତରେ ଜନ୍ମ ନେଇଥିଲା। ତେବେ ଚାଲନ୍ତୁ ସେହି କାହାଣୀ ଭିତରକୁ ଟିକେ ପଶିବା। ଜାଣନ୍ତି, ମ୍ୟାକିଆଭେଲିଙ୍କୁ ବୁଝିବାର ସବୁଠୁ ଭଲ ଉପାୟ ହେଉଛି ତାଙ୍କୁ ପ୍ଲେଟୋଙ୍କ ଭଳି ପୁରୁଣା ଚିନ୍ତାନାୟକଙ୍କ ସହ ତୁଳନା କରିବା। ଦେଖନ୍ତୁ, ପ୍ଲେଟୋଙ୍କ ପ୍ରଶ୍ନ ଥିଲା ଗୋଟିଏ ଆଦର୍ଶ ରାଜ୍ୟ କେମିତି ହେବା କଥା, କିନ୍ତୁ ମ୍ୟାକିଆଭେଲି ପଚାରୁଥିଲେ କିଛି ସମ୍ପୂର୍ଣ୍ଣ ଅଲଗା। ସେ କହିଲେ, ଛାଡ଼ନ୍ତୁ ସେ ଆଦର୍ଶ କଥା, ବାସ୍ତବରେ ଗୋଟିଏ ରାଜ୍ୟକୁ ଚଲାଯାଏ କେମିତି, କ୍ଷମତା କେମିତି ମିଳେ ଆଉ ତାକୁ ବଞ୍ଚେଇ ରଖାଯାଏ କେମିତି। ଏଇ ଯେଉଁ ବାସ୍ତବବାଦୀ ଦୃଷ୍ଟିକୋଣ, ଏଇଟା ହିଁ ତାଙ୍କୁ ବାକି ସମସ୍ତଙ୍କଠାରୁ ପୂରାପୂରି ଅଲଗା କରିଦେଇଥିଲା। ତେବେ ମୁଖ୍ୟ ପ୍ରଶ୍ନ ହେଉଛି, ମାକିଆଭେଲିଙ୍କ ଚିନ୍ତାଧାରା ଏତେ ଅଲଗା ଆଉ ଏତେ ବ୍ୟବହାରିକ କାହିଁକି ଥିଲା? ଏହାର ଉତ୍ତର ଖୋଜିବାକୁ ହେଲେ ଆମକୁ ତାଙ୍କ ସମୟର ଇତିହାସ ଭିତରକୁ ଯିବାକୁ ପଡ଼ିବ। ଆମ କାହାଣୀ ଆରମ୍ଭ ହେଉଛି ଗୋଟିଏ ବହୁତ ବଡ଼ ପରିବର୍ତ୍ତନରୁ। ମାକିଆଭେଲି ଏମିତି ଏକ ସମୟରେ ଜନ୍ମ ହୋଇଥିଲେ ଯେତେବେଳେ ସାରା ୟୁରୋପରେ ମଧ୍ୟଯୁଗ ଶେଷ ହେଉଥିଲା ଆଉ ଆଧୁନିକ ଯୁଗ ଆରମ୍ଭ ହେଉଥିଲା। ଆଉ ଏହି ଯୁଗକୁ କୁହାଯାଏ ରେନେସାଁ ବା ପୁନର୍ଜାଗରଣ, ଯାହାର ଅର୍ଥ ହେଉଛି ପୁନର୍ଜନ୍ମ। ଏହା ଏମିତି ଏକ ସମୟ ଥିଲା ଯେତେବେଳେ ଧର୍ମ ଉପରେ ଆଧାରିତ ପୁରୁଣା ଚିନ୍ତାଧାରା ସବୁ ଭାଙ୍ଗୁଥିଲା ଆଉ ତା ବଦଳରେ ଏକ ନୂଆ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେଉଥିଲା। ଲୋକମାନେ ଏବେ ପ୍ରଶ୍ନ କରିବା ଆରମ୍ଭ କରୁଥିଲେ, ପରମ୍ପରାକୁ ଚ୍ୟାଲେଞ୍ଜ କରୁଥିଲେ। ଆଉ ଏହି ପରିବର୍ତ୍ତନ କେବଳ ଗୋଟିଏ ଦୁଇଟି କ୍ଷେତ୍ରରେ ନଥିଲା। ନା, କଳା, ସାହିତ୍ୟ, ବିଜ୍ଞାନ, ପରମ୍ପରା, ଏପରିକି ରାଜନୀତି ବିଷୟରେ ଲୋକଙ୍କର ଚିନ୍ତାଧାରା ବି ବଦଳୁଥିଲା। ସବୁ ପୁରୁଣା ବିଚାରକୁ ଚ୍ୟାଲେଞ୍ଜ କରାଯାଉଥିଲା। ଏମିତି ଏକ ପରିବେଶରେ ହିଁ ମାକିଆଭେଲିଙ୍କ ଭଳି କ୍ରାନ୍ତିକାରୀ ଚିନ୍ତାନାୟକ ଜନ୍ମ ହୋଇଥିଲେ। ସେଥିପାଇଁ ତ ତାଙ୍କୁ ପୁନର୍ଜାଗରଣର ସନ୍ତାନ ବୋଲି କୁହାଯାଏ। ଏହି ସବୁ ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ଥିଲା ଇଟାଲୀ। କିନ୍ତୁ ସେଠି ଆଉ ଗୋଟେ ବଡ଼ ସମସ୍ୟା ଥିଲା। ପୁନର୍ଜାଗରଣର ଏହି ଭୂମି ରାଜନୈତିକ ଭାବରେ ପୂରାପୂରି ଭାଙ୍ଗିଯାଇଥିଲା, ସମ୍ପୂର୍ଣ୍ଣ ଅସ୍ଥିର ଥିଲା। 5 ଏହି ସଂଖ୍ୟାଟିକୁ ଭଲ ଭାବେ ମନେ ରଖନ୍ତୁ, କାରଣ ଏହି ଗୋଟିଏ ସଂଖ୍ୟା ହିଁ ସେ ସମୟର ଇଟାଲୀର ପୁରା ରାଜନୈତିକ ଚିତ୍ରକୁ ବୟାନ କରେ। ଦେଖନ୍ତୁ, ସେତେବେଳେ ଇଟାଲୀ ଆଜି ଭଳି ଗୋଟିଏ ଦେଶ ନଥିଲା। ଏହା 5ଟି ଛୋଟ ଛୋଟ ରାଜ୍ୟରେ ବାଣ୍ଟି ହୋଇଯାଇଥିଲା: ଫ୍ଲୋରେନ୍ସ, ଭେନିସ୍, ନେପଲ୍ସ, ମିଲାନ ଏବଂ ପୋପଙ୍କ ଶାସିତ ଅଞ୍ଚଳ। ଆଉ ସବୁଠୁ ବଡ଼ କଥା ହେଲା, ସେମାନେ ସବୁବେଳେ ପରସ୍ପର ସହ ଲଢ଼େଇ କରୁଥିଲେ। ଏଥିପାଇଁ ସେଠି ଏକ ଭୟଙ୍କର ଭ୍ରଷ୍ଟାଚାର ଏବଂ ବିଶୃଙ୍ଖଳର ବାତାବରଣ ତିଆରି ହୋଇଥିଲା। ଏହି ଭାଙ୍ଗିରୁଜି ଯାଇଥିବା ଦୁର୍ବଳ ଇଟାଲୀକୁ ଦେଖେ ମାକିଆଭେଲିଙ୍କ ମନରେ ଗୋଟିଏ ସ୍ୱପ୍ନ ଥିଲା। ସେ ଚାହୁଁଥିଲେ ଇଟାଲୀର ଏହି 5ଟି ଖଣ୍ଡ ଏକାଠି ହୋଇଯାଉ ଆଉ ବ୍ରିଟେନ୍ କିମ୍ବା ଜର୍ମାନୀ ଭଳି ଗୋଟିଏ ଶକ୍ତିଶାଳୀ ଦେଶ ତିଆରି ହେଉ। ଆଚ୍ଛା, ଏବେ ଆସନ୍ତୁ ଆହୁରି ପାଖକୁ ଯିବା, ସିଧା ମାକିଆଭେଲିଙ୍କ ନିଜ ସହର ଫ୍ଲୋରେନ୍ସକୁ। କାରଣ ଏହିଠି ତାଙ୍କ ବ୍ୟକ୍ତିଗତ ଜୀବନରେ ଯାହା ସବୁ ଘଟିଲା, ତାହା ହିଁ ତାଙ୍କ ଚିନ୍ତାଧାରାକୁ ସବୁଠୁ ବେଶୀ ପ୍ରଭାବିତ କରିଥିଲା। 1498ରେ ଯେତେବେଳେ ଫ୍ଲୋରେନ୍ସରେ ନୂଆ ସରକାର ଆସିଲା, ମାକିଆଭେଲିଙ୍କ ଭାଗ୍ୟ ଚମକିଗଲା। ତାଙ୍କୁ ଦ୍ୱିତୀୟ ଚାନ୍ସେଲର ଭଳି ଗୋଟେ ବଡ଼ ପଦବୀ ମିଳିଲା। ପାଖାପାଖି 14 ବର୍ଷ ଧରି ସେ ଜଣେ ବହୁତ ସଫଳ କୂଟନୀତିଜ୍ଞ ଭାବେ କାମ କଲେ। କିନ୍ତୁ 1512ରେ ସବୁକିଛି ଓଲଟିଗଲା। ମେଡିଚି ପରିବାର ପୁଣି କ୍ଷମତାକୁ ଫେରି ଆସିଲେ ଆଉ ମାକିଆଭେଲିଙ୍କ ଜୀବନ ନରକ ପାଲଟିଗଲା। କେବଳ ପୁରୁଣା ସରକାରରେ କାମ କରିଥିବାରୁ ତାଙ୍କୁ ନୂଆ ଶାସକଙ୍କ ଶତ୍ରୁ ବୋଲି ଧରି ନିଆଗଲା। କୌଣସି ପ୍ରମାଣ ନଥିଲା, କିଛି ନଥିଲା, କେବଳ ସନ୍ଦେହ। ଆଉ ସେହି ସନ୍ଦେହରେ ତାଙ୍କୁ ଗିରଫ କରାଗଲା, ଭୟଙ୍କର ନିର୍ଯାତନା ଦିଆଗଲା ଆଉ ତାଙ୍କର ପୁରା ରାଜନୈତିକ କ୍ୟାରିୟରକୁ ସବୁଦିନ ପାଇଁ ଶେଷ କରିଦିଆଗଲା। ଆଉ ଏଇଠି ହିଁ କାହାଣୀରେ ସବୁଠୁ ଆଶ୍ଚର୍ଯ୍ୟଜନକ ମୋଡ଼ ଆସେ। ମାକିଆଭେଲିଙ୍କ ବ୍ୟକ୍ତିଗତ ଜୀବନର ସବୁଠୁ ବଡ଼ ଦୁର୍ଘଟଣା ତାଙ୍କର ସବୁଠୁ ବଡ଼ ସୃଷ୍ଟିର କାରଣ ପାଲଟିଗଲା। ତାଙ୍କ କ୍ୟାରିୟର ଶେଷ। ରାଜନୀତିରୁ ତାଙ୍କୁ ସମ୍ପୂର୍ଣ୍ଣ ବାହାର କରିଦିଆଗଲା। ତାଙ୍କ ପାଖରେ ଆଉ କିଛି କାମ ନଥିଲା। ତେଣୁ ସେ ନିଜ ଗାଁକୁ ଫେରିଗଲେ ଆଉ କ୍ଷମତା ଓ ରାଜନୀତି ବିଷୟରେ ସେ ଯାହା ବି ଶିଖିଥିଲେ, ସେସବୁକୁ କାଗଜ କଲମରେ ଲେଖିବା ଆରମ୍ଭ କଲେ। ଏହି ନିର୍ବାସନ ସମୟରେ ହିଁ ସେ ତାଙ୍କର 2ଟି କାଳଜୟୀ ପୁସ୍ତକ ଦି ପ୍ରିନ୍ସ ଏବଂ ଡିସ୍କୋର୍ସେସ୍ ଲେଖିଥିଲେ। ଏହି 2ଟି ପୁସ୍ତକ ତାଙ୍କର ରାଜନୀତିକ ଅନୁଭୂତି ଆଉ ତାଙ୍କ ବାଧ୍ୟତାମୂଳକ ଅବସରର ସିଧାସଳଖ ଫଳ ଥିଲା। ଆଜି ଆମେ ମାକିଆଭେଲିଙ୍କ ବିଷୟରେ ଯାହା ବି ଜାଣୁ, ତାହା ମୁଖ୍ୟତଃ ଏହି 2ଟି ପୁସ୍ତକରୁ ହିଁ ଆସିଛି। ତେଣୁ ଶେଷରେ ଏକଥା ପୁରା ସ୍ପଷ୍ଟ ଯେ ମାକିଆଭେଲିଙ୍କ ବାସ୍ତବବାଦୀ ଦର୍ଶନ କୌଣସି ଶୂନ୍ୟରୁ ତିଆରି ହୋଇନଥିଲା। ଏହା ୟୁରୋପର ପରିବର୍ତ୍ତନ, ଇଟାଲୀର ବିଶୃଙ୍ଖଳା ଆଉ ତାଙ୍କ ନିଜ ବ୍ୟକ୍ତିଗତ ଜୀବନର ଦୁର୍ଦ୍ଦଶା ଭିତରୁ ହିଁ ଜନ୍ମ ନେଇଥିଲା। ଏହା ଆମକୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଖକୁ ଛାଡ଼ିଯାଏ। ଜଣେ ନେତା କ'ଣ ନିଜ ସମୟର ଏକ ଉତ୍ପାଦ, ନା ସେ ଏପରି ଏକ ଶକ୍ତି ଯିଏ ନିଜେ ସମୟକୁ ଗଢ଼ିଥାଏ?